ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ ଆପଣମାନଙ୍କୁ ୱେଲକମ୍ କରୁଛି ସ୍ୱାଗତ ଏଡୁ ପଏଣ୍ଟରେ। ତ ପିଲାମାନେ ଆମର ଯେମିତି ଥିଲା ଦଶମ ଶ୍ରେଣୀର ଓଡ଼ିଆ କୋଶ୍ଚିନ୍ସ ତମମାନଙ୍କ ପାଖରେ ପହଞ୍ଚି ଯାଇଥିଲା, ଦଶମ ଶ୍ରେଣୀର ବିଜ୍ଞାନ କୋଶ୍ଚିନ୍ସ ତମମାନଙ୍କ ପାଖରେ ପହଞ୍ଚି ଯାଇଥିଲା। ସେଇ ଟାଇପର ତମମାନଙ୍କର ନବମ ଶ୍ରେଣୀ ବିଜ୍ଞାନ ଏକ୍ଜାମରେ ଯାହା ସବୁ ଆସିବ ଅବଜେକ୍ଟିଭ ଆଉ ସବଜେକ୍ଟିଭ ସବୁ କୋଶ୍ଚିନ୍ସ ବର୍ତ୍ତମାନ ଆସିଯାଇଛି ଆମ ପାଖରେ। ତ ଦେଖିବା କଣ ସବୁ ଅଛି କୋଶ୍ଚିନ୍। ତ ଫାର୍ଷ୍ଟ କ୍ୱେଶ୍ଚନ ଯୋଉଟା ଥିଲା ପିଲାମାନେ ତମର ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର କଣିକା ଗୁଡ଼ିକର ଅନ୍ତଃମିଶ୍ରଣକୁ କଣ କୁହାଯାଏ? ତ ଫାର୍ଷ୍ଟ କ୍ୱେଶ୍ଚନ ଥିଲା ପିଲାମାନେ ଏଇଟା। ସେକେଣ୍ଡ କ୍ୱେଶ୍ଚନ ଅଛି ପିଲାମାନେ ତରଳୀକୃତ ପେଟ୍ରୋଲିୟମକୁ କଣ କୁହାଯାଏ? ତରଳୀକୃତ ପେଟ୍ରୋଲିୟମକୁ କଣ କୁହାଯାଏ? ତ ଅପସନ ଦେଖି ଜାଣିପାରୁଥିବ ଆନ୍ସର କଣ ହବ। ଆନ୍ସର ଆମେ ଡିସ୍କସନ କରିବା ନାହିଁ। ଆଉ 273 କେଲଭିନ କେତେ ସେଲସିୟସ ସହ ସମାନ ଅଟେ? ଜାଣିପାରୁଥିବ ପିଲାମାନେ 273 କେଲଭିନ କେତେ? ଫାର୍ଷ୍ଟ ଚାପ୍ଟରର କ୍ୱେଶ୍ଚନ ସେଇଟା। ସେଲ୍ ଅବସ୍ଥା ପରିବର୍ତ୍ତନ ବେଳେ କଠିନ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତନ ହେଲେ ତାହାକୁ କଣ କୁହାଯାଏ? ତ ପିଲାମାନେ ଯିଏ ଜାଣିଛ ଭଲ କଥା, ଯିଏ ଯଦି ଜାଣିନ ଆର ଆନ୍ସର ହବ ଉର୍ଦ୍ଧ୍ୱପାତନ। ତ ନଖ ପାଲିସ ଛଡାଇବାକୁ କଣ ବ୍ୟବହାର କରାଯାଏ? କଣ ପିଲାମାନେ ନଖ ପାଲିସ ଛଡାଇବାକୁ କଣ ବ୍ୟବହାର କରାଯାଉଛି? ତ ଜାଣିନ ଯଦି ମନେ ରଖିଥାଅ ଏସିଟନ। ଆର ତ ଆନ୍ସର ପିଲାମାନେ ଜାଣିଛ ଏଲପିଜି ବୋଲି ଆମେ କହିଥାଉଛୁ। ଆଉ ଆର କଣ ହବ ପିଲାମାନେ ଭିନ୍ନ ଭିନ୍ନ ପଦାର୍ଥ ଗୁଡ଼ିକ ଅନ୍ତଃମିଶ୍ରଣ କଣ କୁହାଯାଏ? ତ ଅନ୍ତଃମିଶ୍ରଣ କୁହାଯାଏ ବିସରଣ। କଣ କୁହାଯିବ? ବିସରଣ। ତ ଆଉ 273 କେଲଭିନ କେତେ ଡିଗ୍ରୀ ହବ ପିଲାମାନେ? ତ 0 ଡିଗ୍ରୀ। କେତେ ଡିଗ୍ରୀ? 0 ଡିଗ୍ରୀ। କେଉଁ ଘଟଣା ଯୋଗୁଁ ମାଟି ପାତ୍ରରେ ଖରାଦିନ ଜଳ ଥଣ୍ଡା ରୁହେ? କେଉଁ ଘଟଣା ଯୋଗୁଁ ମାଟି ପାତ୍ରରେ ଖରାଦିନ ଜଳ ଥଣ୍ଡା ରୁହେ? ତ କଣ ହବ ପିଲାମାନେ ଆନ୍ସର ଜଣେଇବ, ସବୁ ଜିନିଷ କୁହାହବନି। ପିତ୍ତଳ ଏକ ଏଲୟ ଯେଉଁଥିରେ କପର କେତେ ଶତକଡ଼ା ଥାଏ? 7 ନମ୍ବର କ୍ୱେଶ୍ଚନ କଣ ଅଛି ପିଲାମାନେ? ପିତ୍ତଳ ଏକ ଏଲୟ ଯାହାର କପର କେତେ ଶତକଡ଼ା ଥାଏ? ତ 7 ନମ୍ବର କ୍ୱେଶ୍ଚନ। ଏବେ 8 ନମ୍ବରକୁ ଆସିବା ପିଲାମାନେ। ତ 8 ନମ୍ବର ଯଦି ଦେଖିବ ପିଲାମାନେ 8 ନମ୍ବର କ୍ୱେଶ୍ଚନ କଣ ଅଛି ତମମାନଙ୍କର? 8 ନମ୍ବର ଅଛି ପେଟ୍ରୋଲିୟମ ଜାତ ଦ୍ରବ୍ୟରେ ଥିବା ଛୋଟ ଛୋଟ ଅଂଶ ବିଶେଷକୁ କେଉଁ ପ୍ରଣାଳୀରେ ଅଲଗା କରାଯାଏ? ତାପରେ 9 ନମ୍ବର କ୍ୱେଶ୍ଚନ ପିଲାମାନେ, ଏଇଟା 8 ନମ୍ବର ଥିଲା। ଏବେ 9 ନମ୍ବର କ୍ୱେଶ୍ଚନ ଯଦି ଦେଖିବ କେଉଁ ପ୍ରଣାଳୀରେ ନିଶା ଦ୍ରବ୍ୟରୁ ରକ୍ତ ଅଲଗା କରାଯାଏ? ନିଶା ଦ୍ରବ୍ୟକୁ ରକ୍ତରୁ ଅଲଗା କରାଯାଏ। ତ ଯୋଉ ପିଲାମାନେ ପଢୁଛ କରିବ ନବମ ଶ୍ରେଣୀ ପିଲାମାନେ, ମୋର ନବମ ଶ୍ରେଣୀ କ୍ଲାସ କମ୍, ତେଣୁ ମତେ ବି ଠିକ ଭାବରେ ଆଇଡିଆ ନାହିଁ। କେଉଁଠି ସମଜାତୀୟ ମିଶ୍ରଣ ନୁହେଁ? ସମଜାତୀୟ ମାନେ ଯୋଉଠି ମିଶାମିଶି ହେଇଥିବ। ଛଣା ଚା ନା ମାଟି ନା ଲେମ୍ବୁ ସରବତ ଦେଖିକି କରିବ, ଯାହାକୁ ମାଟି ଭଳି ଲାଗୁଛି। କେଉଁଠି ଏକ ଏରୋସେଲ ନୁହେଁ? ଏରୋସେଲ କୋଉ ଚାପ୍ଟର ଅଛି କଣ ଜାଣିଥିବ, ଦେଖିକି କରିବ ଏଇଟା ବି। ତାପରେ 12 ନମ୍ବର ପିଲାମାନେ, 12 ନମ୍ବର ଏକ ପଦାର୍ଥର ଦ୍ରବଣୀୟତା କାହା ଉପରେ ନିର୍ଭର କରେ? ଏକ ପଦାର୍ଥର ଦ୍ରବଣୀୟତା କାହା ଉପରେ ନିର୍ଭର କରେ? ଦ୍ରବର ପ୍ରକୃତି, ଦ୍ରାବକର ପ୍ରକୃତି ନା ତାପମାତ୍ରା? ଦେଖିବ ଜଣେ ବ୍ୟକ୍ତି ପୂର୍ବରୁ 8 ମିଟର ଯାଇ ପୁନଶ୍ଚ 6 ମିଟରକୁ ଗତି କରେ, ତେବେ ତାର ବିସ୍ଥାପନର ପରିମାଣ କେତେ ମିଟର? ସୂତ୍ର ପକେଇବ ପିଲାମାନେ, ଆରାମସେ ବାହାରି ପଡିବ। ବିସ୍ଥାପନ ସୂତ୍ର କଣ? ଦୀପକ ସାର୍ ଗୋଟିଏ କ୍ରିକେଟ ବଲକୁ x ମିଟର ପର ସେକେଣ୍ଡ ବେଗରେ ଉପରକୁ ଫୋପାଡ଼ିଲେ ମାଧ୍ୟାକର୍ଷଣ ଜନିତ ତ୍ୱରଣ 10 ମିଟର ପର ସେକେଣ୍ଡ ସ୍କ୍ୱାରରେ, ତେବେ ତାହା ସର୍ବାଧିକ କେତେ ମିଟର ଉଚ୍ଚତାକୁ ବଲଟି ଯିବ? ତ ଏଇଟା ବି ପିଲାମାନେ ସୂତ୍ର। ଯାହାକୁ ମନେ ଅଛି କରିପାରିବ, ନହେଲେ ବହି ଚେକ୍ କରିବ, ଟେଷ୍ଟ ପେପର କି ଏମବିଡି ଯଦି ଚେକ୍ କରିବ ପିଲାମାନେ, ଆରାମରେ ତୁମମାନଙ୍କୁ ଏହାର ଆନ୍ସର ସବୁ ମିଳିଯିବ। ଗୋଟେ କାର ଯାତ୍ରା ଆରମ୍ଭରେ 10 ସେକେଣ୍ଡ ପରେ 36 କିଲୋମିଟର ଘଣ୍ଟା ପରିବେଗ ହାସଲ କଲା, ତେବେ କାରଟିର ତ୍ୱରଣର ପରିମାଣ କେତେ? ତ ପିଲାମାନେ ଏଇଟା ମଧ୍ୟ ସୂତ୍ର ପଡିବ। ତ୍ୱରଣ କଣ? ଏକ୍ସଲେରେସନ। ତ ଏର ସୂତ୍ର ବାହାର କରିକି କାଢିଲେ ଜଣା ପଡିବ। ନିମ୍ନଲିଖିତ ମଧ୍ୟରେ କେଉଁଠି ସଦିଶ ରାଶି ମାନେ ଭେକ୍ଟର କ୍ୱାଣ୍ଟିଟି, କୋଉଠି ପିଲାମାନେ ସଦିଶ ରାଶି ଯାହାର କଣ ଥିବ? ଡିରେକ୍ସନ ଥିବ, ତାକୁ କହିବେ ସଦିଶ ରାଶି। ତ୍ୱରଣ, ବିସ୍ଥାପନ ନା ପରିବେଗ ନା ବେଗ? କହିବ। ଗୋଟିଏ କାର ସ୍ଥିର ଅବସ୍ଥାରୁ ସମତଳରେ ଗତି କଲା, ଏହାର ତ୍ୱରଣ 4 ମିଟର ପର ସେକେଣ୍ଡ ସ୍କ୍ୱାର ହେଲେ
3 ସେକେଣ୍ଡ ପରେ କାର ପରିବେଗ କେତେ ହେବ? କେତେ ହେବ ପିଲାମାନେ? ଏଇଟା ମଧ୍ୟ ପରିବେଗର ସୂତ୍ର। ପରିବେଗ କଣ କହିବେ ପିଲାମାନେ? ଭେଲୋସିଟି ତ ଭି ର ସୂତ୍ର କଣ? ଓକେ କହିବ। ତମମାନଙ୍କୁ ତ୍ୱରଣ ଦେଇଛି ଏ ଦେଇଛି v is equal to u plus 2as। ସୂତ୍ର ପକେଇବ। ସୂତ୍ର ପକେଇଲେ ବାହାରିବ। ତାପରେ ଗୋଟିଏ ବସ୍ତୁ 10 ସେକେଣ୍ଡ ରେ 40 ମିଟର ଏବଂ ପରବର୍ତ୍ତୀ 10 ସେକେଣ୍ଡ ରେ 80 ମିଟର ବାଟ ଗଲା। ଦେଖ ପିଲାମାନେ, ତ u ଥିଲା 40 ଆଉ v ଥିଲା 80। ତ ଏହାର ହାରାହାରି ପରିବେଗ କେତେ? ବାହାର କରିବ ପିଲାମାନେ। ହାରାହାରି ପରିବେଗର ସୂତ୍ର କଣ? ବାହାର କରିବ। ଗତିର କେଉଁ ନିୟମଟି ବଳ ପରିମାଣ ନିର୍ଣ୍ଣୟ କରେ? ତ ବଳ କୋଉ ନିୟମରେ କୁହାଯାଇଛି ପିଲାମାନେ? ଗତିର କେଉଁ ନିୟମ? ପ୍ରଥମ, ଦ୍ୱିତୀୟ, ତୃତୀୟ ନା ପ୍ରଥମ ଆଉ ଦ୍ୱିତୀୟ ଉଭୟରେ? କହିବ। 19 ନମ୍ବର କ୍ୱେଶ୍ଚିନ୍ ଏଇଟା। ତାପରେ 20 ନମ୍ବର କ୍ୱେଶ୍ଚିନ୍ ପିଲାମାନେ, ସ୍ଥିର ଥିବା ବସ୍ ମଧ୍ୟରେ ଅଶୋକ ବାବୁ ଠିଆ ହୋଇଥିଲେ। ହଠାତ୍ ବସ୍ ଟି ଗତି କରିବାକୁ ଆରମ୍ଭ କଲା। ତେବେ ଅଶୋକ ବାବୁଙ୍କର କେଉଁ ପରିବର୍ତ୍ତନ ଘଟିବ? କଣ କୌଣସି ପରିବର୍ତ୍ତନ ହବନି? ଆଗକୁ ଝୁଙ୍କି ପଡିବେ ନା ପଛକୁ ଝୁଙ୍କି ପଡିବେ ନା ସମସ୍ତ ଉତ୍ତର ଠିକ ରହିବ? ତ ବସ୍ ଯେତେବେଳେ ଝିକିବ ପିଲାମାନେ କଣ ହବ? ସ୍ଲାଇଡଲି ଟିକେ ମନେ ରଖିଥିବ ପିଲାମାନେ, ପଛକୁ ଝୁଙ୍କି ପଡିବେ। ସାଧାରଣତଃ କଣ ହେବେ? ପଛକୁ ଝୁଙ୍କି ପଡିବେ। ତ 20ଟା କ୍ୱେଶ୍ଚିନ୍ ଥିଲା ପିଲାମାନେ ଏଇଟା। ଏବେ 21 ନମ୍ବରରୁ ଦେଖିବା। 21 ନମ୍ବର, 21 ନମ୍ବର କ୍ୱେଶ୍ଚିନ୍ ଯଦି ଦେଖିବା ପିଲାମାନେ, ଆମେ କଣ ଅଛି 21 ନମ୍ବର କ୍ୱେଶ୍ଚିନ୍? ଦୁଇଟି ସମାନ ବସ୍ତୁତ୍ୱ ବିଶିଷ୍ଟ ବସ୍ତୁ ସମ ପରିବେଗରେ ପରସ୍ପର ବିପରୀତ ଦିଗରେ ଗତି କରୁଥିଲେ। ତେବେ ସେମାନଙ୍କ ମଧ୍ୟରେ ସଂଘାତ ଯୋଗୁଁ ପରିଣାମୀ ପରିବେଗ କେତେ ହେବ? ଅଧା ହବ ନା ଶୂନ ହବ ନା ବିଯୁକ୍ତାତ୍ମକ ହବ ନା 2 ଗୁଣ ହବ? କହିବ ପିଲାମାନେ। ସଂଘାତ କଣ? ସଂଘାତ ଯଦି ଜାଣିଥିବ ଏଇଟା କରିପାରିବ। ଗତି ବଳ ଶକ୍ତି ପାଠରେ ଅଛି। ବଳ ଦ୍ଵାରା ବସ୍ତୁର କଣ ଘଟେ? ବଳ ଦ୍ଵାରା କଣ ହବ? ବେଗ ବଦଳେ, ଆକୃତି ବଦଳେ ନା ଗତିର ଦିଗ ବଦଳେ ନା ବସ୍ତୁତ୍ୱ ବଦଳେ? କଣ ହବ? ବଳ ଯଦି ଆମେ ପ୍ରୟୋଗ କରିବା ତ କରିବ ପିଲାମାନେ। PSLV ରକେଟଟି କେଉଁ ସଂରକ୍ଷଣ ଉପରେ କାର୍ଯ୍ୟ କରେ? କେଉଁ ସଂରକ୍ଷଣ? ବେଗ, ସମ୍ବେଗ ନା ବସ୍ତୁତ୍ୱ ନା ଶକ୍ତି? 23 ନମ୍ବର କ୍ୱେଶ୍ଚିନ୍ ପିଲାମାନେ। 24 ନମ୍ବର ଅଛି ପିଲାମାନେ ତମର। 24 ନମ୍ବର, ଗୋଟିଏ ବରଫ ଚଟାଣ ଉପରେ ଚାଲିବା କଷ୍ଟକର। କାହିଁକି? କାରଣ ଘର୍ଷଣ ନଥାଏ, ଘର୍ଷଣ ବେଶୀ ଥାଏ, ଜଡତ୍ୱ ବେଶୀ ଥାଏ ନା ଜଡତ୍ୱ ଆଦୌ ନଥାଏ? ତ ଏଇଟା ପିଲାମାନେ ଆନ୍ସର ତ ଜଣା ପଡୁଛି ଘର୍ଷଣ ନଥିବ। ତ 24 ନମ୍ବର ଦେଖିବ କଣ ହବ? ଘର୍ଷଣ ବେଶୀ ଥିବ ନା ଘର୍ଷଣ କମ ଥିବ? କନଫ୍ୟୁଜନ ଟ୍ରାଇ କରିବ ଆନ୍ସର। 25 ନମ୍ବର, ଗୋଟିଏ ବସ୍ତୁର ବସ୍ତୁତ୍ୱ ସମାନ ରଖି ଏହାର ପରିବେଗକୁ ଅଧିକ କରାଗଲେ ସମ୍ବେଗରେ କେଉଁ ପରିବର୍ତ୍ତନ ଘଟିବ? 2 ଗୁଣ ବୃଦ୍ଧି ହବ, ଅଧା ଗୁଣ ବୃଦ୍ଧି ହବ ନା 2 ଗୁଣ ହ୍ରାସ ପାଇବ ନା ଅପରିବର୍ତ୍ତିତ ରହିବ? ଆନ୍ସର କଣ ହବ? କରିବ ପିଲାମାନେ। ଏଇଟା ଥିଲା ତମର ପ୍ରଥମ ଭୌତିକ ବିଜ୍ଞାନର 25ଟି କ୍ୱେଶ୍ଚିନ୍। ଏବେ ଆସିବା ଖ ବିଭାଗ ବା ଜୀବ ବିଜ୍ଞାନର କ୍ୱେଶ୍ଚିନ୍ ରେ। ତ 26 ନମ୍ବର କ୍ୱେଶ୍ଚିନ୍ ଦେଖ ପିଲାମାନେ। ନବମ ଶ୍ରେଣୀର, ଜୀବ ମାନଙ୍କର ଏକ ବା ଏକାଧିକ ଜାତିକୁ କଣ କୁହାଯାଏ? ଗୋଟେ ଜୀବ ମାନଙ୍କର ଏକରୁ ଅଧିକ ଜାତି ରହିଲେ ତାଙ୍କୁ କଣ କୁହାଯାଏ? 26 ନମ୍ବର କ୍ୱେଶ୍ଚିନ୍। ପ୍ରଜାତି, ଜାତି, ଉପଜାତି ନା ବର୍ଗ? ସେମିତି 27 ନମ୍ବର କ୍ୱେଶ୍ଚିନ୍ ପିଲାମାନେ, ଜୀବ ମାନଙ୍କର ଶ୍ରେଣୀ ବିଭାଗକୁ ବୈଜ୍ଞାନିକ ଭାଷାରେ କଣ କୁହାଯାଏ? କଣ? ଜୀବ ମାନଙ୍କର ଶ୍ରେଣୀ ବିଭାଗକୁ ବୈଜ୍ଞାନିକ ଭାଷାରେ କଣ କୁହାଯାଏ? ମୁଁ ଯାହା ଜାଣିଛି ପିଲାମାନେ ଟେକ୍ସୋନମି ତମଠାରୁ ପଢିକି ଟ୍ରାଇ କରିବ। ବିରାଡିର ବୈଜ୍ଞାନିକ ନାମ କଣ? ବିରାଡିର ବୈଜ୍ଞାନିକ ନାମ କଣ? ତ ଆନ୍ସର ଅଛି ପିଲାମାନେ ତମ ବହିରେ। ଦେଖିବ ଫେଲିସ୍ ଲିଓତ ସିଂହର ନାମ, ଫେଲିସ୍ ଟ୍ରାଇଗ୍ରିଷ୍ଟ ବାଘର ନାମ, ଫେଲିସ୍ ଡୋମାଷ୍ଟିକା ନା ଫେଲିସ୍ ପାରଲସ୍? କୋଉଟା ହବ? କମେଣ୍ଟ ସେକ୍ସନରେ ଜଣେଇବ। ତାପରେ ଆସିଲା ତିନି ଜଗତ ଶ୍ରେଣୀ ବିଭାଗର ପ୍ରସ୍ତାବ କେଉଁ ବୈଜ୍ଞାନିକ ଦେଇଥିଲେ? ତିନି ଜଗତ ମାନେ ତିନିଟି ଶ୍ରେଣୀର ଯୋଉ ଶ୍ରେଣୀ ବିଭାଗ କରାଯାଇଥିଲା ତାର ଜନକ କିଏ ଥିଲେ? E.H. ହକେଲ, ରବର୍ଟ ହୁଟାକର, କାର୍ଲସ୍ ଲିନିୟସ୍ ନା ଡାରୱିନ୍? କିଏ ଦେଇଥିଲେ ପିଲାମାନେ? ତାର ଠିକ ଉତ୍ତର ବହିରୁ ବାଛିକି ରଖିବ ଆନ୍ସର। କେଉଁ ଉଦ୍ଭିଦର ସମ୍ବାହୀ ଟିସୁ ନଥାଏ? କେଉଁ ଉଦ୍ଭିଦର ସମ୍ବାହୀ ଟିସୁ ନଥାଏ? ତେଲିଡୋଫାଇଟା, ଥାଲୋଫାଇଟା, ନଗ୍ନ ବୀଜି ନା ଆବୃତ ବୀଜି? କରିବ ପିଲାମାନେ। ପୃଥିବୀ ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଖୁବ କମ ସଂଖ୍ୟକ ଏକ ନିର୍ଦ୍ଦିଷ୍ଟ ଜାତିର ଜୀବ ଦେଖାଯାଆନ୍ତି। ସେମାନଙ୍କୁ କଣ କୁହାଯାଏ?
ପିଲାମାନେ କଣ ପୃଥିବୀ ପୃଷ୍ଠରେ କଣ ହଉଛି କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଖୁବ କମ ସଂଖ୍ୟକ ନିର୍ଦ୍ଦିଷ୍ଟ ଜାତିର ଜୀବ ଦେଖାଯାଆନ୍ତି। ସେମାନଙ୍କୁ କଣ କୁହାଯାଏ? ଅସୁରକ୍ଷିତ ଜୀବ ନା ଲୁପ୍ତ ଜାତି ନା ଦୁର୍ଲଭ ଜାତି ନା କମ ଜଣାଥିବା ଜାତି। କମ ଜଣାଥିବା ଜାତି କୋଉ ପିଲାମାନେ କଣ ହବ? ମଜା ଲାଗୁଛି ପିଲାମାନେ କମ ଜଣାଥିବା ଜାତି ହବ ବଳକା ଟିକେ ଚେକ୍ କରିଦବ। କାହାର ଚଳନ ଅଙ୍କିକା କୁଟପାଦ। କୁଟପାଦ କାହାର ଥିବ ପିଲାମାନେ? ଚଳନ ଅଙ୍କିକା ଚାଲିବା ପାଇଁ କୁଟପାଦ କାହାର ସାହାଯ୍ୟ କରୁଛି? ଶୈବାଳ, ବ୍ୟାକ୍ଟେରିଆ, ପ୍ଲାସ୍ମୋଡିୟମ ନା ଏମିବା? ଆନ୍ସର ପିଲାମାନେ ଏମିବା ହବାର। କେଉଁ ବୈଜ୍ଞାନିକ ଜୀବକୋଷ ଆବିଷ୍କୃତ କରିଥିଲେ? କିଏ ପିଲାମାନେ ଜୀବକୋଷ ଆବିଷ୍କୃତ କରିଥିଲେ? ରବର୍ଟ ବ୍ରାଉନ ନା ରବର୍ଟ ହୁକ୍ ନା ପୁରକିନଜି ନା ଭିଲଚେକ୍? କଣ ହବ ଆନ୍ସର? କମେଣ୍ଟ ସେକ୍ସନରେ ଲେଖିବାର ବି। 34 ନମ୍ବର, କୋଷ ଝିଲ୍ଲି ଦେଇ ଜଳ ଅଣୁର ଯାତାୟାତ ପ୍ରକ୍ରିୟା କେଉଁ ପଦ୍ଧତିରେ ହୋଇଥାଏ? କୋଷ ଝିଲ୍ଲି ଦେଇ ଜଳ ଅଣୁର ଯାତାୟାତ ପ୍ରକ୍ରିୟା କେଉଁ ପଦ୍ଧତିରେ ହୋଇଥାଏ? ବିସରଣ, ପରିଶ୍ରବଣ, ଶୋଷଣ ନା ପରାସରଣ? ଲେଖିବ। ଉଦ୍ଭିଦ କୋଷକୁ ଆକୃତିର ଦୃଢତା କିଏ ଦେଇଥାଏ? ତ ଫାର୍ଷ୍ଟ ହେଲା କଣ ପିଲାମାନେ ଅପସନ ଅଛି? ମାଇଟୋକଣ୍ଡ୍ରିଆ, କୋଷ ଭିତ୍ତି ନା କୋଷ ଝିଲ୍ଲି ନା ନ୍ୟଷ୍ଟି? ତ ଅପସନ ଅନୁଯାୟୀ ପିଲାମାନେ ସୁଇଟେବୁଲ ଯୋଉଟା ଲାଗୁଛି ବହିରୁ ଚେକ୍ କରିକି ଯିବ। ଅବଭିୟସଲି ଠିକ ଆନ୍ସର କରିକି ଆସିବ। ଛତିଶ ନମ୍ବର କ୍ୱେଶ୍ଚିନ୍ ଗୋଟେ ଥିଲା ପିଲାମାନେ ଆମର କଣ? ମାଇଟୋକଣ୍ଡ୍ରିଆର ଅନ୍ତଃସ୍ତର ଆବରଣ ଝିଲ୍ଲିଟି ଭିତର ପଟରୁ ଭାଙ୍ଗି ହୋଇ ଆଙ୍ଗୁଳି ଭଳି ଲମ୍ବିଥିବା ଅଂଶକୁ କଣ କୁହାଯାଏ? ଆଧାର କୁହାଯାଏ ନା କ୍ରିଷ୍ଟା କୁହାଯାଏ ନା ଗ୍ରାନା କୁହାଯାଏ ନା ଷ୍ଟ୍ରୋମା କୁହାଯାଏ? କରିବ ପିଲାମାନେ ସବୁ ଆନ୍ସର କହିଦେଲେ ତମମାନଙ୍କ ପାଇଁ କାମ କିଛି ରହିବନି। କ୍ୱେଶ୍ଚିନ୍ ମିଳୁଛି ଆନ୍ସର ଟିକେ ଖୋଜିବାର କଷ୍ଟଟା କରିବ। 37 ନମ୍ବର, ଏକକୋଷୀ ଆଦି ପ୍ରାଣୀର ସଂକୋଚ ରସଧାନୀ। କୋଉ ରସଧାନୀ? ସଂକୋଚ ରସଧାନୀ କେଉଁ ପ୍ରକ୍ରିୟାର ସାହାଯ୍ୟ କରିଥାଏ? କୋଉଟା? ଏକକୋଷୀ ଆଦି ପ୍ରାଣୀର ପାଚନରେ, ଶୋଷଣରେ, ଜଳ ନିୟନ୍ତ୍ରଣରେ ନା ଅମ୍ଳଜାନ ବିସରଣରେ? ଖୋଜିବ ପିଲାମାନେ। ଆତ୍ମଘାତୀ ଥଳି କାହାକୁ କୁହାଯାଏ? ଆତ୍ମଘାତୀ ଥଳି। ଆତ୍ମଘାତୀ ଥଳି ମନେ ରଖିଥିବା ପିଲାମାନେ ଲାଇସୋସୋମକୁ କୁହାଯାଏ। ବୃତ୍ତାକାର ଡିଏନଏ କେଉଁଠାରେ ଥାଏ? ବୃତ୍ତାକାର ଗୋଲ ଗୋଲ ଡିଏନଏ ଟା କୋଉଠି ଥାଉଛି ପିଲାମାନେ? ସୁନ୍ୟଷ୍ଟିୟ କୋଷ ନା ପ୍ରାଗ୍ନେଷ୍ଟିୟ କୋଷ ନା ସମସ୍ତ କୋଷ ନା ଜନନ କୋଷ? ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ ଟ୍ରାଏ କରିବ ଆନ୍ସର ଟା ଖୋଜିକି କରିବା ପାଇଁ। ନ୍ୟଷ୍ଟିରେ ଥିବା ଡିଏନଏ ନିର୍ଦ୍ଦେଶରେ ଆରଏନଏ କୁ କଣ କୁହାଯାଏ? ନ୍ୟଷ୍ଟିରେ ଥିବା ଡିଏନଏ ନିର୍ଦ୍ଦେଶରେ ତିଆରି ଆରଏନଏ କୁ କଣ କୁହାଯାଏ? ଆରଆରଏନଏ ନା ଟିଆରଏନଏ ନା ଏମଆରଏନଏ ନା ଏନଆରଏନଏ? କୋଉଟା ଆନ୍ସର ପିଲାମାନେ ଏଇଟା ବି କମେଣ୍ଟ ସେକ୍ସନ ରେ ଜଣେଇବ। ତ 41 ନମ୍ବର କ୍ୱେଶ୍ଚିନ ଦେଖିବା ପିଲାମାନେ, କେଉଁ ଯୋଡିଟି ଅସମ୍ପର୍କିତ? ମାନେ କୋଉଟା ସମ୍ପର୍କ ନାହିଁ, ଅଲଗା। ବିରିରେ ପୁଷ୍ଟିସାର ଥାଉଛି ନା ନାହିଁ? ଠିକ ଅଛି ପ୍ରାୟ। ମାଣ୍ଡିଆରେ ଭିଟାମିନ, ଠିକ ଅଛି। ସୂର୍ଯ୍ୟମୁଖୀରେ ସ୍ନେହସାର, ପନିପରିବାରେ ଧାତୁ ସାର। ଏତିକି ମଧ୍ୟରୁ କୋଉଟା ଅଲଗା ପିଲାମାନେ ସେଇଟା ବାଛିକି ଦେଖିବ। 42 ନମ୍ବର କ୍ୱେଶ୍ଚିନ, ଉଦ୍ଭିଦ ଆବଶ୍ୟକ ପୋଷକ ପଦାର୍ଥ ଗୁଡିକର ମୃତ୍ତିକାରେ ଉପଲବ୍ଧ କରାଇବାରେ ସହାୟକ ହେଉଥିବା ଅଣୁଜୀବ ପୋଷଣକୁ କଣ କୁହାଯାଏ? କଣ କୁହାଯାଏ ପିଲାମାନେ? ଉଦ୍ଭିଦ ଆବଶ୍ୟକ ପୋଷକ ପଦାର୍ଥ ଗୁଡିକ ମୃତ୍ତିକାରେ ଉପଲବ୍ଧ କରାଇବାରେ ସହାୟକ ହେଉଥିବା ଅଣୁଜୀବ ପୋଷଣକୁ କଣ କୁହାଯାଏ? ଖୋଜିବ ପିଲାମାନେ, ଖୋଜିକି କରିବ। ଅପସନ ଅଛି ସବୁଜ ସାର, ଜିଆ ସାର, ଜୈବ ଉର୍ବରକ ନା କମ୍ପୋଷ୍ଟ? ସୋରିଷ ଚାଷରେ ଜଉ ପୋକ ଦମନ ପାଇଁ କେଉଁ ରାସାୟନିକ ସ୍ପ୍ରେ କରାଯାଏ? ସୋରିଷ ଚାଷରେ ଜଉ ପୋକ ଦମନ ପାଇଁ କେଉଁ ରାସାୟନିକ ସ୍ପ୍ରେ କରାଯାଏ? ଏଣ୍ଡୋସଲଫେନ୍, ମାଲଥିଆନ ନା ମନକ୍ରୋଟପ୍ସ ନା ମେଟାସିସ୍ ଷ୍ଟକ୍ସ? ତ କୋଉଟା ପିଲାମାନେ ମତେ ବି ଜଣାନି, ତ କରିବ। ଝାଉଁଳା ରୋଗ କେଉଁ ଫସଲରେ ହୋଇଥାଏ? ଝାଉଁଳା ରୋଗ ଆଖୁରେ, ବୁଟ ଚଣାରେ ନା ଆଳୁରେ ନା ଧାନରେ? କାହାର ପ୍ରତିକ୍ରିୟା ଯୋଗୁଁ ଦୁଗ୍ଧ ଦହିରେ ପରିଣତ ହୁଏ? ବୀଜାଣୁ, ଭୂତାଣୁ, କବକ ନା ଇଷ୍ଟ? 46 ନମ୍ବର ପିଲାମାନେ, ଗୋବର ଗ୍ୟାସ ରେ କେଉଁ ଗ୍ୟାସ ଥାଏ? ଗୋବର ଗ୍ୟାସ ରେ ଗୋବର ଥାଏ ବୋଲିକି ଲେଖିଦବନି ପିଲାମାନେ। ଅପସନ ଅଛି ଇଥେନ, ମିଥେନ, ବ୍ୟୁଟେନ ନା ଅମ୍ଳଜାନ? ଇଥେନ ଥାଉଛି ନା ମିଥେନ ଥାଉଛି ନା ବ୍ୟୁଟେନ ଥାଉଛି ନା ଅମ୍ଳଜାନ ଥାଉଛି? 47 ନମ୍ବର ପିଲାମାନେ, ନିମ୍ନୋକ୍ତ ମଧ୍ୟରେ କେଉଁଟି ଅଣ୍ଡା ଦିଆ କୁକୁଡା?
କେଉଁଠି ଅଣ୍ଡା ଦିଆ କୁକୁଡ଼ା। କର୍ନିସ୍, ପ୍ଲାଇମାଉଥରକ୍ସ, ମିନର୍କା ନା ବ୍ରାହ୍ମୀ। ତ ଦେଖିକି କରିବ ପିଲାମାନେ। 48 ନମ୍ବର, ସମୁଦ୍ର ଜଳକୁ ଆବଦ୍ଧ କରି କରାଯାଉଥିବା ମାଛ ଚାଷକୁ କଣ କୁହାଯାଏ? ପିସିକଲଚର, ମେରିକଲଚର, ଏକ୍ୱାକଲଚର ନା ସେରିକଲଚର। ଦେଖିକି କରିବ ପିଲାମାନେ। ଆଜିକାଲି ଆବଶ୍ୟକ ମୁତାବକ ଶୁଦ୍ଧ ଜାଆଁଳ ଉତ୍ପାଦନ ପାଇଁ କଣ କରାଯାଉଛି? ଭିଟାମିନ ପ୍ରୟୋଗ କରାଯାଉଛି, ନା ଏନଜାଇମ ପ୍ରୟୋଗ କରାଯାଉଛି, ନା ଲବଣ ପ୍ରୟୋଗ କରାଯାଉଛି, ନା ହରମୋନ ପ୍ରୟୋଗ କରାଯାଉଛି। 50 ନମ୍ବର। ଆଉ ଅବଜେକ୍ଟିଭର ଲାଷ୍ଟ କ୍ୱେଶ୍ଚନ ପିଲାମାନେ କଣ ଅଛି? ଏମାନଙ୍କ ମଧ୍ୟରୁ କେଉଁଟି ଜୈବ ସାର ନୁହେଁ, ଜୈବିକ ସାର ନୁହେଁ? ସବୁଜ ସାର, ଜିଆ ସାର, ଏନପିକେ ନା କମ୍ପୋଷ୍ଟ? ତ ମେ ବି ଯାହା ଲାଗୁଛି ଏନପିକେ। ତ ଏନପିକେ କୋଉଠି ଅଛି ପିଲାମାନେ? 3, ତ ଏଇଠି ଅଛି। ତ ଏଇଟା ଥିଲା ପିଲାମାନେ ତମର 50 ଗୋଟି MCQ, ଯୋଉଟା କି ନବମ ଶ୍ରେଣୀ ପାଇଁ ବିଜ୍ଞାନର। ତ ପିଲାମାନେ ଭିଡିଓଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବ ବୋଲିକି ମୋର ଅନୁଭୂତି। 17 ମିନିଟ ବି କଭର କରିବୁ। ତ ଆଉ ଯାହା ଅନ୍ୟ ବିଷୟ ଗୁଡିକର ବି ତମମାନଙ୍କ ପାଖରେ ଅବଜେକ୍ଟିଭ ଆଉ ସବଜେକ୍ଟିଭ ଦୁଇଟି ଯାକ ପହଞ୍ଚୁ ବୋଲି ଭାବୁଛ, ତ ଭିଡିଓଟିକୁ ସେୟାର କର, ଅଧିକ ମାତ୍ରାରେ ଲାଇକ୍ କର, ଆଉ ଭିଡିଓଟି ପୂର୍ଣ୍ଣ ମାତ୍ରାରେ ଦେଖ, ତା ସହିତ ସବସ୍କ୍ରାଇବ କରିବାକୁ ନିହାତି ଭୁଲ ନାହିଁ। ତ ଭିଡିଓଟି ବହୁତ ଲମ୍ବା ନ କରିକି ଆମେ ଚାହୁଁଛୁ ଯଥାଶୀଘ୍ର ବହୁତ ଜିନିଷ ତମ ପାଖରେ ପହଞ୍ଚୁ, ଆଉ ଏକ୍ସାମଟି ଭଲରେ ଯାଉ। ପିଲାମାନେ ଉତ୍ତର ବହୁତ କିଛି ନ କହିବାର କାରଣ ହଉଛି ତମମାନେ କିଛିଟା ନିଜେ କର। ଯଦି ଆନ୍ସର ବି ଖୋଜିବାକୁ ଚେଷ୍ଟା କରିବ ମାନେ କିଛିଟା ତା ସହିତ ପାଠ ପଢା ତମର ହେଇଯିବ। ଖାଲି ଯେ ଆନ୍ସର କହିଦେଲେ ସବୁ କରିଦେଲେ ଯାଇକି ମାରିଦେଲେ ହବନି। ତ ସେଇଟା ପାଇଁ ହିଁ କୁହାଯାଉଛି ଟିକେ ଆନ୍ସର ଖୋଜିବାର କଷ୍ଟତେ କର, ହେଲେ ଯାଇକି ତମର ଭଲ ସ୍କୋର ଏକ୍ସାମରେ ହେବ। ଆଉ ଆଗକୁ ତମର 10ମ ଶ୍ରେଣୀ ଆସୁଛି, ତା ପାଇଁ ମଧ୍ୟ ପ୍ରିପେୟାର ହୁଅ। ଆଉ ଯଦି ତମେ ଚାହୁଁଛ ଏଇ ବିଷୟର ହିଁ ସବଜେକ୍ଟିଭ ଆଜି ହିଁ ଆସୁ, ତ କମେଣ୍ଟ ସେକ୍ସନରେ ଜଣାଅ। ଯଥା ସମ୍ଭବ ଯଥାଶୀଘ୍ର ତମ ପାଖରେ ସବଜେକ୍ଟ ଆଣିକି ପହଞ୍ଚେଇ ଦଉ। ତ ଆଜିର ଭିଡିଓକୁ ଏଇଠି ରଖିବା। ଜୟ ଜଗନ୍ନାଥ।